ଏବଂ ଏ ସୁଯୋଗ ପ୍ରାତକାଳୀନ ସଭାର ପରିଚାଳକଙ୍କ ଦ୍ୱାରା ପ୍ରଭୁ ମୋ ଜୀବନ ସୌଭାଗ୍ୟ ଦେଲେ ଯେ ଆପଣ ମାନଙ୍କ ପାଖରେ ଈଶ୍ୱରଙ୍କର ବାକ୍ୟରୁ ସଂକ୍ଷିପ୍ତ ଚିନ୍ତାଧାରା ଭାବରେ ଆଣିବା ନିମନ୍ତେ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ସଭା ପରିଚାଳକଙ୍କୁ ଏବଂ ସଭା ଆୟୋଜକଙ୍କୁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରେ। ତ ଆଜିର ଧ୍ୟାନ ନିମନ୍ତେ ମାନେ ଈଶ୍ୱରଙ୍କର ବାକ୍ୟରୁ ଅଧ୍ୟୟନ କରିବା ଯାହା ଲେଖା ଅଛି ଏବ୍ରୀ ପୁସ୍ତକ ତାର 6 ପର୍ବ 1 ଏବଂ 2। Hebrews chapter 6 verse 1 and 2। तो 6 पर्व 1 ଏବଂ 2 ପଦ ଆମମାନଙ୍କ ମଧ୍ୟରୁ କେହି ଜଣେ ପଢି ଶୁଣାଇବେ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଅତଏବ ଆସ ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ଭୂତ କର୍ମରୁ ମନ ପରିବର୍ତ୍ତନ, ଈଶ୍ୱରଙ୍କଠାରେ ବିଶ୍ୱାସ, ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମୃତମାନଙ୍କର ପୁନରୁତ୍ଥାନ ଓ ଶେଷ ବିଚାର ସ୍ୱରୂପ ମୂଳ ପୁନର୍ବାର ନ ବସାଇ ସିଦ୍ଧି ଲାଭ କରିବା ନିମନ୍ତେ ଅଗ୍ରସର ହେଉ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଏ ଶାସ୍ତ୍ରାଂଶ ଦ୍ୱାରା ଆମମାନଙ୍କୁ କେତୋଟି ସତ୍ୟତା ସମ୍ବନ୍ଧୀୟ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରନ୍ତୁ ଏବଂ ଆମମାନେ ଏଥିରେ ପରିଷ୍କୃତ ବି ହେଉ ଏବଂ ଗୋଟିଏ ଦିଗରେ ଆମମାନେ ବଢିକି ଯାଉ। ଏକ ତରଫା ହୋଇ ଆମମାନେ ଖ୍ରୀଷ୍ଟଙ୍କ ରାଜ୍ୟ ନିମନ୍ତେ ଆମମାନଙ୍କର ଆତ୍ମାର ଉନ୍ନତି ବା ଆତ୍ମାର ପରିତ୍ରାଣ ନିମନ୍ତେ ଆମମାନଙ୍କର ଲକ୍ଷ୍ୟ ସ୍ଥଳକୁ ଆମମାନେ ଯେପରି ଧାବମାନ ହେଉ, ଦୌଡ଼ି ଯାଉ। ସେଥିପାଇଁ ପ୍ରଭୁ ଏ ସଂକ୍ଷିପ୍ତ ଚିନ୍ତାଧାରା ଉପରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ତ ଏଇଭଳି ଭାବରେ ଲେଖା ଅଛି, ଅତଏବ ଆସ ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନ ପରିବର୍ତ୍ତନ, ଈଶ୍ୱରଙ୍କଠାରେ ବିଶ୍ୱାସ, ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ ଓ ଶେଷ ବିଚାର ସ୍ୱରୂପ ଭିତ୍ତିମୂଳ ପୁନର୍ବାର, ମୁଁ ଏଠି ରଖିବା ପାଇଁ ଚାହେଁ, ପୁନର୍ବାର ନ ବସାଇ ସିଦ୍ଧି ଲାଭ କରିବା ନିମନ୍ତେ ଅଗ୍ରସର ହେଉ। ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଏଇ ଯୋଉ ଶାସ୍ତ୍ରାଂଶଟି ଆମେ ଅଧ୍ୟୟନ କରୁଛୁ କେବେ କେବେ ବାଦ ବିବାଦରେ ରହିଯାଏ, କାରଣ ମାନେ ପୃଥିବୀ ନିବାସୀ ଈଶ୍ୱରଙ୍କ ଏଇ ସମସ୍ତ ବାକ୍ୟ ଉପରେ ଯେତେବେଳେ ଆଲୋଚନା କରୁଛୁ, ଶିଖୁଛୁ, ତ ଏଠି ପାଖାପାଖି ଆମେ ଦେଖିବା ପାଉଛୁ 6 ବିଷୟ ରହିଛି ଯାହାକୁ ପ୍ରାଥମିକ ବିଷୟ ବୋଲି କୁହାଯାଏ। ଆମମାନଙ୍କର ଚିନ୍ତାଧାରା, ଆମମାନଙ୍କର ବିଶ୍ୱାସ ଏଥିରେ ଆମେ ନିବିଷ୍ଟ ନ କରୁ ବା ଏଥିରେ ଆମେ ଘୁରି ଘାଣ୍ଟି ହୋଇ ନ ରହୁ। ବେଳେ ବେଳେ ଏ ପ୍ରକାର ହୋଇଥାଏ, ବାପ୍ତିସ୍ମ ସମ୍ବନ୍ଧରେ ବାଦ ବିବାଦ ଥାଏ, ଧର୍ମ ସମ୍ବନ୍ଧୀୟ ବିଷୟରେ ବାଦ ବିବାଦ ଥାଏ, ହସ୍ତାର୍ପଣ ବିଷୟରେ ମଧ୍ୟ ଅନେକ ଯୁକ୍ତିତର୍କ ମଧ୍ୟ ଥାଏ, ବା ଏ ମୃତମାନଙ୍କର ପୁନରୁତ୍ଥାନ ବିଷୟରେ ମଧ୍ୟ ବାଦ ବିବାଦ ଥାଏ, କାରଣ ତାହା ଖ୍ରୀଷ୍ଟଙ୍କ ସମୟରୁ ରହିଅଛି। ଯୀଶୁ ଯେଉଁ ଶିକ୍ଷା ଗୁଡାକ ଦଉଥିଲେ, ଯୋଉ ହସ୍ତାର୍ପଣ ଥିଲା, ମୃତମାନଙ୍କ ପୁନରୁତ୍ଥାନ ବିଷୟ ଯେତେବେଳେ କହୁଥିଲେ, ଆଉ ସେତେବେଳକୁ ଶାସ୍ତ୍ରୀ ଫରୁସୀ ମାନଙ୍କ ମଧ୍ୟରେ ତାହା ମଧ୍ୟ ଏକ ବିବାଦୀୟ ବିଷୟ ହେଇ ରହୁଥିଲା, କାରଣ ତା ସତ୍ୟତା ନ ଜାଣିବା ଦ୍ୱାରା ତାହା ଏକ ବାଦ ବିବାଦରେ ରହି ଯାଉଥିଲା। କିନ୍ତୁ ଯେତେ ସ୍ଥାନକୁ ଯେଉଁ ସ୍ଥାନକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯାଉଥିଲେ, ଯେଉଁମାନଙ୍କ ମଧ୍ୟରେ ଯାଉଥିଲେ, ସେ ତାଙ୍କର ସ୍ୱର୍ଗ ରାଜ୍ୟର ବା ପିତାଙ୍କର ସଂକଳ୍ପକୁ ସେ ଜଣାଉଥିଲେ। ହାଲେଲୁୟା। ତେଣୁ ଆଜି ଆମମାନଙ୍କୁ ଏହି ପ୍ରେରଣା ମିଳୁଛି କି ଏହାକୁ ଏକ ପ୍ରାଥମିକ ବିଷୟ ବୋଲି କୁହାଯାଏ। ଆଉ ଯାହା ଯଦି ପ୍ରାଥମିକ ବିଷୟ ଯେତେବେଳେ ଆମେ କହୁଛୁ, ସେ 5 ପର୍ବ ଏବ୍ରୀ 5 ତାର 13 ଏବଂ 14 ବିଷୟରେ ଲେଖା ହେଇଛି, ଯୋଉଟା କି ଦୁଗ୍ଧ ପାଏ ବିଷୟରେ କୁହାଉଛି ଏବଂ ବୟପ୍ରାପ୍ତ। ତେଣୁ
एबे अमनकर शिशु परी विषय शिशुर विषय उपरे अमनकर मनोनिवेश न करी वयप्राप्त लोक मानक विषय मनोनिवेश करू। प्रेज द लॉर्ड। प्रभुଙ୍କ नामର धन्यवाद हो। तेबे ए समस्त 6 गोटी विषय अछि, ये सबु को हमने छाड़ी दो पछरे रखो, किंतु गोटे विषय रे हमने आगो को बढ़िबा जहा लेखा अछि, जहा माने पढिजो जे सिद्धि लाभ करिबा निमंते अग्रसर हियो। प्रेज द लॉर्ड। जेतेबेले प्रभुंकर दिन शीघ्र आसुछि बोली हमने सकल तांकर सृष्टि सकल देखिबा द्वारा एवं पृथ्वी रे घटुथिबा घटना गुडी को देखिबा द्वारा ईश्वरंकर वाक्य को अध्ययन करिबा द्वारा हमने बुझी पारुछु जे प्रभुंकर राज्य शीघ्र आसु अछि। हालेलुया। तो ताहांकर दिन ताहांकर समस्त भविष्यवाणी गुडाक सफल हेउछि। तेबे ए तांकर भविष्यवाणी सफल होतिबा भितरे तांकर राज्य तांकर आगमन आसुता शीघ्र आसुथिबा समय भितरे मंडली बा आम्भे माने ख्रीष्ट विश्वासी विश्वासिनी ए जो 6 गोटे विषय अध्ययन कलु सेथिरे हमने न रही जेपरि सिद्धि लाभ करिबा निमंते अग्रसर हेउ धावमान हेउ। प्रेज द लॉर्ड। साधु पाउल गोटे कथा कहंती, तांको वाक्य रे ईश्वर एई कथा कहउचंदी, पश्चात विषय मनरु दूर करी सम्मुखरे थिबा विषय लक्ष्य करी लक्ष्य स्थल को स्वर्गीय पण बाभानर पण पाइबा निमंते लक्ष्य स्थल को दौड़ुछि। हालेलुया। तांकर गोटिए लक्ष्य बाकी समस्त विषय को पछरे रखिछंती। परित्याग करी तामाने नाही बुझला बही के से चालु से कथा नुहे, परित्याग करी लक्ष्य स्थल को मो दौड़ुछि। जाओ प्रभु मन को अनुग्रह करंतु। तेबे आज हमने केतेडी ए जो लक्ष्य स्थल को दौड़ीबा संबंधी केतेडी ईश्वरंकर वाक्यरो हमने सुनिबा। प्रथम करी एब्री पुस्तक तार 13 पर्व 21 पद को हमने 21 पदरो हमने गोटे विषय सुनिबा जा लेखा अछि। मु आपण मन सामने रखिबा चाहिबी। एब्री 13 पर्व तार 21 ईश्वरंक दृष्टि रे जहा संतोषजनक ताहा से आम्भमानक अंतर रे यीशु ख्रीष्टंक द्वारा संपन्न करी ताहांको इच्छा साधन करिबाकू तुममानंकु प्रत्येक सत्कर्म रे सिद्ध करंतु। प्रेज द लॉर्ड। प्रभुଙ୍କ नामर धन्यवाद हो। ईश्वरंक दृष्टि रे जहा संतोषजनक ताहा कोन ना धार्मिक लोक साधु लोक विश्वासी लोक ख्रीष्ट विश्वासी विश्वासिनी जे सत्कर्म रे सिद्ध हो। हालेलुया। प्रभुଙ୍କ नामर धन्यवाद हो। सत्कर्म रे हमन को सिद्ध हेबा पाए प्रेरणा मिले। तो सेतपा जुगे जुगे गौरव ताहांकर हेउ। आमेन। प्रेज द लॉर्ड। सत्कर्म रे हमन को सिद्ध हेबार छी, परफेक्ट हेबार छी, निखुंत हेबार छी। तेणु ये जो सत्कर्म संबंधी कथा जेतेबेले हमने सुनुछु सेटा प्रथम विषय। एठो मो चारोटी विषय कहबी। ता भितरो ए होची 1 नंबर विषय जेपर कि हमने सत्कर ईश्वरंक संतोष हैला यीशु ख्रीष्टंक द्वारा अमानक अंतर जो कार्य साधन करछंत एथि पाए जेपर कि हमने सत्कर्म रे सिद्ध हो। तो काहे कि जदि गोटे प्रश्न हेबो ताहेले हमने बुझी परिबा आदि पुस्तक तार 4 पर्व 7 पदरु सेथिरे लेखा अछि जे जहा लेखा अछि मु आपण मन सामने रखिया पे चाहिबी। आदि पुस्तक तार 4 पर्व 7 पद ए जो कथा कहिले शास्त्रांशर ए पद पर्वटी जेतेबेले माने कहू सेतेबेले हमने समस्त बुझी पकाऊ जे यहाँ कहा विषय रे नुहे किंतु कोइन एवं हेबलंक विषय रे। तो ए स्थान लेखा अछि ना सत्कर्म कले कि तुमे ऊर्ध्वमुखी हेबो नाही, सत्कर्म नो कले पाप द्वार रे छकी थाए, तुम्भ प्रति ताहार
ବାସନା ରହିବ। ତେବେ ଏମାନେ ଦେଖିବା ସତ୍କର୍ମ କଣ ନା ଦୁଇ ଭାଇ କଇନ ଏବଂ ହେବଲ ଦୁହେଁ ନୈବେଦ୍ୟ ଉତ୍ସର୍ଗ କଲେ। ଆଉ ସେମାନଙ୍କର ନୈବେଦ୍ୟ ସମ୍ବନ୍ଧରେ ମଧ୍ୟ କୁହାଯାଏ ଯେ ପ୍ରଥମ ଯୋହନ 3 ପର୍ବ 12 ପଦ। ତ ସେଇଥିରେ ଆମେ ଦେଖୁ ଯେ ଏ ସତ୍କର୍ମ ସେମାନେ ନୈବେଦ୍ୟ ଉତ୍ସର୍ଗ କରିଛନ୍ତି। ଜଣଙ୍କର ନୈବେଦ୍ୟକୁ ସେ ଗ୍ରହଣ କଲେ ବା ହେବଲଙ୍କର ନୈବେଦ୍ୟକୁ ଗ୍ରହଣ କଲେ, କଇନଙ୍କର ନୈବେଦ୍ୟକୁ ଗ୍ରହଣ କଲେ ନାହିଁ। କାହିଁକି ଗଲେ ନାହିଁ? କାରଣ ଈଶ୍ୱରଙ୍କ ପାଖରେ ଅନ୍ୟାୟ ଅଛି କି? ଦୁହେଁ ଯଦି ନୈବେଦ୍ୟ ଉତ୍ସର୍ଗ କରିଛନ୍ତି ଆପଣା ଆପଣା ପରିଶ୍ରମରୁ, ଆଉ ହେବଲ ତାଙ୍କର ପଲ ମଧ୍ୟରୁ ପ୍ରଥମ ଜାତକୁ ଆଣି ଉତ୍ସର୍ଗ କଲେ, କଇନ ତାଙ୍କର ଶସ୍ୟ ମଧ୍ୟରୁ ପ୍ରଥମ ଯୋଉ ସଂଗୃହୀତ ଶସ୍ୟ ଆଣି ଉତ୍ସର୍ଗ କଲେ। କିନ୍ତୁ କାହିଁକି ତାଙ୍କର ନୈବେଦ୍ୟକୁ ଗ୍ରହଣ କଲେ ନାହିଁ? ନା ଏଥିପାଇଁ ଯୋଉ ସତ୍କର୍ମ କଥା କୁହା ହଉଛି, ତ ସେଇଥିରେ ଆମେ ଯେତେବେଳେ ପ୍ରଥମ ଯୋହନ 3 ପର୍ବ ତାର 12 ପଦରେ ଯେତେବେଳେ ଦେଖୁଛୁ, କଇନର କାର୍ଯ୍ୟ ପାପମୟ, ହେବଲର କାର୍ଯ୍ୟ ଧର୍ମମୟ ବୋଲି ଲେଖା ଅଛି। ତେବେ କଇନର କାର୍ଯ୍ୟ ପାପମୟ, ତାଙ୍କର ହୃଦୟ ଉତ୍ତମ ନୁହେଁ। ଯୋଉ କାର୍ଯ୍ୟ ସେ କଲେ ସେଇଟା ପାପମୟ ତାଙ୍କ ଦୃଷ୍ଟିରେ, କିନ୍ତୁ ହେବଲଙ୍କର କାର୍ଯ୍ୟ ଉତ୍ତମ ଥିଲା। ତେବେ ସେ ଯେତେବେଳେ ତାଙ୍କ ବିଷୟରେ କ୍ରୋଧ କଲେ, ତାଙ୍କୁ ହତ୍ୟା କଲେ, ସେଇ କାର୍ଯ୍ୟ ମଧ୍ୟରେ ସତ୍କର୍ମ ନ କଲେ ପାପ ଦ୍ୱାରରେ ଜଗି ରହିବ। ପାପର ବେତନ ତ ମୃତ୍ୟୁ, ଆମେ ଜାଣୁ ଈଶ୍ୱରଙ୍କର ବାକ୍ୟ ଦ୍ୱାରା। ତେବେ ଏଇଠି ଆମେ ଏଇଠି ନ ରହୁ, କିନ୍ତୁ ଯେତେବେଳେ ଦେଖୁଛୁ ଏଇ ସତ୍କର୍ମରେ ଆମମାନଙ୍କୁ କଣ କରିବା ଅଛି ନା କେବଳ କଇନ ହେବଲଙ୍କର ଗୋଟିଏ ଉଦାହରଣ ନେବା, ତାହା କଥା ସେ କଥା ନୁହେଁ। କିନ୍ତୁ ଆମମାନେ ଯେତେବେଳେ ଈଶ୍ୱରଙ୍କର ଲୋକ ହେବା ହେତୁରୁ, ସେବକ ହେବା ହେତୁରୁ, ତାଙ୍କ ଠାରେ ବିଶ୍ୱାସ କରୁଥିବା ବିଶ୍ୱାସୀ ହୋଇଥିବା ହେତୁରୁ 2 କରିନ୍ଥୀୟ 7 ପର୍ବ ତାର 1 ପଦକୁ ଆମେ ଅଧ୍ୟୟନ କରୁ। ସେଥିରେ କଣ ଲେଖା ହେଇଛି ନା ସେଥିରେ ଏଇ ପ୍ରକାର ଭାବରେ ଲେଖା ଅଛି, 2 କରିନ୍ଥୀୟ 7 ପର୍ବ ତାର 1, ଅତଏବ ହେ ପ୍ରିୟ ମାନେ ଏହି ସମସ୍ତ ପ୍ରତିଜ୍ଞା ପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ତ ଏଇ କଥା କହୁଛନ୍ତି ନା ହେ ପ୍ରିୟ ମାନେ, କେତେ ଗୁଡେ ତା ଉପର ଅଂଶରେ 6 ପର୍ବରେ ଆମେ ଦେଖିବା ପାରୁଛୁ ଈଶ୍ୱରଙ୍କର କେତେ ଗୁଡେ ପ୍ରତିଜ୍ଞା ତାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ପ୍ରତି ସେ କରିଅଛନ୍ତି। ଆଉ ସେଇ ପ୍ରତିଜ୍ଞା ପ୍ରାପ୍ତ ହୋଇଥିବାରୁ 7 ପଦରେ ସେ କହୁଛନ୍ତି ସମସ୍ତ ପ୍ରତିଜ୍ଞା ପ୍ରାପ୍ତ ହୋଇଥିବାରୁ ଆସ ଆମ୍ଭେମାନେ ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ। ପ୍ରେଜ୍ ଦ ଲର୍ଡ। ଶରୀର ଓ ଆତ୍ମାର ଅଶୁଚିତାରୁ ଆମେ ଶୁଚି ହଉ ଏବଂ ପବିତ୍ରତାରେ ସିଦ୍ଧ ହେଉ। ପ୍ରେଜ୍ ଦ ଲର୍ଡ। ସିଦ୍ଧ ହେବା ନିମନ୍ତେ ଅଗ୍ରସର ହେଉ ପବିତ୍ରତାରେ। କାରଣ ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ତ ଯେତେବେଳେ ପବିତ୍ର କଥା ଆସୁଛି, ଏଟା ଶରୀର ଏବଂ ଆତ୍ମାର ମଧ୍ୟ ପବିତ୍ର ହେବା ଦରକାର, ପବିତ୍ର ମଧ୍ୟ ହେବା ଦରକାର। ତେବେ କଣ ନା এই ପ୍ରକାର ଭାବରେ ଲେଖା ଅଛି, ଯାହା ପ୍ରଥମ କରିନ୍ଥୀୟ 6 ପର୍ବ ତାର 18 ପଦରେ। ଆପଣ ମାନେ ନିଜେ ସେଟାକୁ ଘରେ ପଢିବେ। କଣ ପଢିବେ ନା ଶରୀରର ଅଶୁଚିତା କଣ, ତାହା 6 ପର୍ବ 18 ପଦରେ ଅଛି। ଆମେ ନିଜେ ନିଜେ ଘରେ ପଢିବା। କିନ୍ତୁ ଆମେ ଏଇ ପଦକୁ ଆସିବା ଯାହା ଆତ୍ମାର ଅଶୁଚିତାରୁ ଆମକୁ ରକ୍ଷା ହେବାର ଅଛି। ତ ଆମେ ସିଦ୍ଧ ପବିତ୍ର ହେଉ। ତେବେ ମାଥିୟ ଲିଖିତ ସୁସମାଚାର 15 ପର୍ବ 18 ଏବଂ 19 ରେ ଲେଖା ଅଛି। କଣ ଲେଖା ଅଛି ନା ମୁଖରୁ ଯାହା ସବୁ ବାହାରେ ତାହା ତ ମନୁଷ୍ୟକୁ ଅଶୁଚି କରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ। ତେବେ କାରଣ ତାହା ହୃଦୟରୁ ବାହାରେ ଆଉ ମନୁଷ୍ୟକୁ ଅଶୁଚି କରେ। ତେବେ ଏ ଅଶୁଚିତାରେ ଜୀବନ ଯାପନ କରିବା ନିମନ୍ତେ ଈଶ୍ୱର ଆମମାନଙ୍କୁ ଆହ୍ୱାନ କରିନାହାନ୍ତି, କିନ୍ତୁ ପବିତ୍ରତାରେ ସିଦ୍ଧ ହେବା ପାଇଁ
ଏବଂ ଶରୀରର ଦୁଇଟି ଯାକ ସିଦ୍ଧ ହେବାର ସୂଚି ହେବାର ଅଛି। ପବିତ୍ର ଏବଂ ଆମେ ପବିତ୍ରତାର ଆଡକୁ ଆଗେଇବାର ଅଛି। ତ ପବିତ୍ରତା ଯେତେବେଳେ ଦେଖୁଛୁ ଏଇଠି ନା ଆତ୍ମାରେ କଣ ଅଛି ନା ଅନେକ କଥା ସେଥିରେ ଆପଣ ଲେଖା ଅଛି କି ତା ମଧ୍ୟରୁ ଗୋଟେ କୁଚିନ୍ତା ହୋଇପାରେ ମାନେ ବିଶ୍ୱାସୀ ହୋଇଥିବା ହେତୁରୁ ପ୍ରତିମା ପୂଜା ମାନେ କରୁନାହୁଁ। ହୋଇପାରେ ବ୍ୟଭିଚାର ନାହିଁ, ଚୋରି ନାହିଁ କିମ୍ବା କୌଣସି ପ୍ରକାରେ ଏସବୁ ମିଥ୍ୟା ଦେବତାର କୁ ଆମେ ପ୍ରଣାମ କରୁନାହୁଁ। କିନ୍ତୁ କେତେ ଗୋଟିଏ ସହଜରେ ପାପ ଆମମାନଙ୍କୁ ବେଷ୍ଟନ କରିଥାଏ। ଏଭ୍ରି ପୁସ୍ତକ ଅନୁସାରେ ସହଜରେ ବେଷ୍ଟନକାରୀ ପାପ ବୋଲି ଲେଖା ଅଛି, ଯାହା କୁଚିନ୍ତା। କେବେ କେବେ ମନରେ ଗୋଟେ ଚିନ୍ତା ଆସେ, ଯୋଉ ଚିନ୍ତା ଗୁଡାକ ଈଶ୍ୱରଙ୍କ ଦୃଷ୍ଟିରେ, ଧାର୍ମିକ ଲୋକମାନଙ୍କ ଦୃଷ୍ଟିରେ ଭଲ ନୁହେଁ। ଆଉ ସେଇ ଚିନ୍ତା ଈଶ୍ୱରଙ୍କ ରାଜ୍ୟରୁ, ଈଶ୍ୱରଙ୍କର ପବିତ୍ର ଉପସ୍ଥିତିରୁ ବହୁ ଦୂରକୁ ନେଇଯାଏ, ତାଙ୍କ ସହିତ ବାସ କରିବାକୁ ଦିଏ ନାହିଁ। କାରଣ ସେଇଭଳି ଅଛି କୁଚିନ୍ତା। ଗୋଟେ ଉଦାହରଣ ମୁଁ ଆପଣମାନଙ୍କୁ କହିବି, ଯଦି ବା ସେଇ ଚିନ୍ତା ଆମେ ଚିନ୍ତା କଲେ ଏତେ ଖରାପ ପରି ଲାଗେ ନାହିଁ, କିନ୍ତୁ ତେବେ ମଧ୍ୟ ଈଶ୍ୱର ସେଇ ଚିନ୍ତା କରୁଥିବା ବ୍ୟକ୍ତିକୁ ଭର୍ସନା କରିଛନ୍ତି। ଜଣେ ମହାଜନ ଘରେ ଶୋଇଛନ୍ତି, ଆଉ ସେ ତାଙ୍କର ଶସ୍ୟ କ୍ଷେତ୍ରରେ ସେ ବର୍ଷ ଯଥେଷ୍ଟ ଫସଲ ହେଇଛି ଲୋକ 12 ପର୍ବ ଅନୁସାରେ, ଏବଂ ସେ ତାଙ୍କର ଶସ୍ୟ କ୍ଷେତ୍ରକୁ ଆଉ ଅମାରକୁ ଯେତେବେଳେ ଦେଖୁଛନ୍ତି, ଶସ୍ୟ ଅପେକ୍ଷା ଅମାର ତାଙ୍କର ଛୋଟ ଅଛି। ତେଣୁ ସେ ମନେ ମନେ ଚିନ୍ତା କରିଛନ୍ତି। କଣ ତାଙ୍କର ଚିନ୍ତା ନା ମୁଁ ଏ ଅମାର ଗୁଡାକ ଭାଙ୍ଗି ପକେଇବି ଆଉ ନୂଆ ଅମାର ଗଢିବି ଏବଂ ମୋର ଶସ୍ୟ କ୍ଷେତ୍ରରେ ଯୋଉ ଶସ୍ୟ ହୋଇଛି ତାକୁ ଜମା କରିବି। ଏବଂ ସେ କହୁଛନ୍ତି ଆଉ ମୁଁ ମୋର ମନକୁ କହିବି, ରେ ମନ, ତୋ ନିମନ୍ତେ ଅନେକ ବର୍ଷ ବଞ୍ଚିବା ନିମନ୍ତେ ଶସ୍ୟ ସଂଗ୍ରହ ହୋଇଛି, ଭୋଜନ କର, ଆରାମ କର। ଏଇ ଯୋଉ ଚିନ୍ତାଧାରା ସେ ଯେତେବେଳେ କରୁଛନ୍ତି, ତାର ପଛରେ ପ୍ରଭୁ ଏଇ କଥା କହୁଛନ୍ତି, ଈଶ୍ୱର ଏଇ କଥା କହୁଛନ୍ତି, ରେ ମୂର୍ଖ, ରେ ଦୁଷ୍ଟ, ଆଜି ରାତି ତ ଯେ ତୋର ପ୍ରାଣ ତୋ ଠାରୁ ନିଆଯିବ, ତୁ ଯାହା ସବୁ ଆୟୋଜନ କରୁଛୁ ସବୁ କାହାର ହେବ? କାରଣ ସେ ଚିନ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଭଲ ନଥିଲା। ତମାନଙ୍କ ମନରେ ମଧ୍ୟ କେବେ କେବେ ବିଭିନ୍ନ ବିଷୟ ଚିନ୍ତା ଆସେ। ତେଣୁ ସେ ଚିନ୍ତା ଗୁଡାକରୁ ଆମମାନଙ୍କୁ ମୁକ୍ତି ଲାଭ କରିବା, ଯାହା ଈଶ୍ୱରଙ୍କ ଦୃଷ୍ଟିରେ ଅସନ୍ତୋଷ, ପବିତ୍ରତାରୁ ଆମମାନଙ୍କୁ ତଳକୁ ଖସାଇ ଦିଏ, ସିଦ୍ଧ ହେବାକୁ ଦିଏ ନାହିଁ। ଯେଉଁ ଗତିରେ, ଯେଉଁ ଫୋର୍ସଲି, ଯେଉଁ ସ୍ପିଡରେ ଆମେ ଧାର୍ମିକତାର ପଥରେ ଆଗେଇ ଯାଉଛୁ, ସେଇଠୁ ଆମମାନଙ୍କୁ ଅଟକାଇଲା ପରି, ପଛକୁ ଟାଣି ହେଲା ପରି ଚିନ୍ତା ରହିବ, ଆମମାନଙ୍କୁ ଈଶ୍ୱରଙ୍କ ନିକଟରେ ପହଞ୍ଚିବାରେ କଷ୍ଟସାଧ୍ୟ ହେବ। ତେଣୁ ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। କୁଚିନ୍ତା, ମିଥ୍ୟା ସାକ୍ଷ୍ୟ, ନିନ୍ଦା ବାହାରି ମନୁଷ୍ୟକୁ ଅଶୁଚି କରେ। ଆଉ ଯେତେବେଳେ ମନୁଷ୍ୟ ଅଶୁଚି ହୁଏ, ସେତେବେଳେ ଈଶ୍ୱରଙ୍କ ରାଜ୍ୟକୁ ଯିବା ପାଇଁ ପ୍ରତିବନ୍ଧକ ସୃଷ୍ଟି ହୁଏ। ତେଣୁ ପବିତ୍ରତା ଆଡକୁ ଆମେ ଗତି କରିବା, ପବିତ୍ରତାରେ ଆମେ ସିଦ୍ଧ ହେଉ, ତାହା ହେବା ପାଇଁ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। କଥା ଏତିକି ନୁହେଁ, କିନ୍ତୁ ଆମକୁ କଣ ହେବାର ଅଛି ନା ଈଶ୍ୱରଙ୍କୁ ଭୟ କରିବାରେ ଆମେ ସିଦ୍ଧ ହେଉ। ପ୍ରେଜ୍ ଦ ଲର୍ଡ। ପବିତ୍ରତାରେ ସିଦ୍ଧ ହେଉ, ଈଶ୍ୱରଙ୍କୁ ଭୟ କରିବାରେ ମଧ୍ୟ ଆମେ ସିଦ୍ଧ ହେଉ। ଯେମିତି ଉଦାହରଣ ସ୍ୱରୂପ ମୁଁ ଆପଣମାନଙ୍କୁ କହିବା ପାଇଁ ଦ୍ୱିତୀୟ ପଏଣ୍ଟ କହିବା ପାଇଁ ଚାହିଁବି, ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ଆମେ ସିଦ୍ଧ ହେଉ। ଉଦାହରଣ ସ୍ୱରୂପ ଆଦି ପୁସ୍ତକ 22 ପର୍ବ ତାର 12 ପଦ। ଆଦି 22:12ରେ ଅବ୍ରାହମକୁ ଈଶ୍ୱର କହିଲେ, ଅବ୍ରାହମ ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କରିବ ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ତୁମର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଦ୍ୱିତୀୟ ପଏଣ୍ଟ କଣ ଦେଖିଛୁ? ଈଶ୍ୱରଙ୍କୁ ଭୟ କରିବାରେ ଆମେ ସିଦ୍ଧ ହେଉ। ଅବ୍ରାହମ ଯେ ପ୍ରକାର ଈଶ୍ୱରଙ୍କୁ ଭୟ କରିବାରେ ସିଦ୍ଧ ଥିଲେ, ତ ତଦ୍ରୂପ କେମିତି ହେଇପାରିଛି ନା ଅବ୍ରାହମକୁ ଯେତେବେଳେ 12 ପର୍ବ, ଆଦି ପୁସ୍ତକ 12 ପର୍ବର ଆହ୍ୱାନ କଲେ,
କିନ୍ତୁ 17 ପଦରେ ସେ କହୁଛନ୍ତି ଅବ୍ରାହମ ଆମ ସାକ୍ଷାତରେ ଧର୍ମାଚରଣ କରି ତୁମେ ପବିତ୍ର ହୁଅ। ପ୍ରେଜ୍ ଦ ଲର୍ଡ। ଧର୍ମ ଆଚରଣ କରି ତୁମେ ପବିତ୍ରତାରେ ସିଦ୍ଧ ହିଅ ବୋଲି ଈଶ୍ୱର କହୁଛି। ତେବେ ଆଉ କଣ ଅଛି ନା ପବିତ୍ର ଯେତେବେଳେ ମାନେ ସିଦ୍ଧ ହେଉ ତାହା ଆମେ ଦେଖିବା ପାରୁଛୁ। ତେବେ ଏ ସମସ୍ତ ଘଟଣା ଯେତେବେଳେ ଘଟୁଛି ଗୋଟିଏ ବିଷୟକୁ ଆମମାନଙ୍କର ମନେ ରଖିବା, ଈଶ୍ୱର ପ୍ରତ୍ୟେକଙ୍କୁ ପରୀକ୍ଷା କରନ୍ତି। ଯେମିତି ଅବ୍ରାହମକୁ ସେ ପରୀକ୍ଷା କରିଥିଲେ ସେମିତି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ୱାସିନୀ ତାଙ୍କର ସନ୍ତାନ ସନ୍ତତି ସମସ୍ତଙ୍କୁ ସେ ପରୀକ୍ଷା କରନ୍ତି। କେମିତି କରନ୍ତି? ଆଇବ ପୁସ୍ତକ ତାର 7 ପର୍ବ 17 ଏବଂ 18 ପଦରେ କି ପ୍ରକାର ଭାବରେ ନା ଏହି ପ୍ରକାର ଭାବରେ ସେ କରନ୍ତି, ମନୁଷ୍ୟ ସନ୍ତାନ ମାନେ କିଏ ଯେ ତୁମ୍ଭେ ତୁମ୍ଭେ ପ୍ରତି ପ୍ରଭାତରେ ତାହାର ତତ୍ତ୍ୱ ନେବ ଓ ପ୍ରତି ନିମିଷରେ ତାହାର ପରୀକ୍ଷା କରିବ। ପ୍ରଭୁ କଣ କରନ୍ତି? ମନୁଷ୍ୟ ସନ୍ତାନ, ସେଥିପାଇଁ ସେ କହୁଛନ୍ତି, ଆୟବ କହୁଛନ୍ତି ମନୁଷ୍ୟ ସନ୍ତାନ କିଏ ଯେ ପ୍ରଭୁ ତୁମେ ପ୍ରତି ପ୍ରଭାତରେ ତାହାର ଯତ୍ନ ନେବ। କାରଣ ପ୍ରଭୁ ପ୍ରତି ପ୍ରଭାତରେ ପ୍ରତ୍ୟେକ ଲୋକଙ୍କର ଯତ୍ନ ନିଅନ୍ତି ଏବଂ ପ୍ରତି ନିମିଷରେ ମଧ୍ୟ ତାହାର ପରୀକ୍ଷା କରନ୍ତି। ତାର ଅର୍ଥ ହେଲା ମାନେ ଯାହା ସେ ତାଙ୍କୁ ତତ୍ତ୍ୱ ନିଅନ୍ତି ବା ଦିଅନ୍ତି, ତାଙ୍କର ଯତ୍ନ ନିଅନ୍ତି, ଯାହା ତାଙ୍କର ଆବଶ୍ୟକତା ସେଟା ସେ ଯୋଗାନ୍ତି, ଆଉ ଯାହା ସେ ଯୋଗାନ୍ତି ତାର ପରୀକ୍ଷା ମଧ୍ୟ ସେ ନିଅନ୍ତି। ସେଥିପାଇଁ ପରୀକ୍ଷାରୁ ଯେ କେହି ଆମେ ବଞ୍ଚିତ ହେବ ସେ କଥା ନୁହେଁ, ନିଶ୍ଚୟ ପରୀକ୍ଷା ଆମ ସମସ୍ତଙ୍କ ହେବ। ଆଉ ଯେମିତି ଆଇବ ପୁସ୍ତକ 7 ତାର 17 18 ଆମେ ଯେମିତି ଶୁଣୁଛୁ ଯେ ପ୍ରତି ପ୍ରଭାତରେ ତାହାର ତତ୍ତ୍ୱ ନେବେ ଏବଂ ପ୍ରତି ନିମିଷରେ ତାହାର ପରୀକ୍ଷା କରିବେ। କାରଣ ଅବ୍ରାହମକୁ ଈଶ୍ୱର ଅବ୍ରାହମଙ୍କର ନିବେଦନ ଅନୁସାରେ ଦେଲେ ଏବଂ ଈଶ୍ୱର ଅବ୍ରାହମକୁ ପରୀକ୍ଷା ମଧ୍ୟ କରିଥିଲେ। ତୃତୀୟ ପଏଣ୍ଟ କହିବାକୁ ଚାହିଁବି ଯେ ଆମେ ଯେତେବେଳେ ପବିତ୍ରତାରେ ସିଦ୍ଧ ହେଉଛୁ, ଉଦାହରଣ ସ୍ୱରୂପେ ଆମେ ଦେଖିପାରିବା ପ୍ରଥମ ପିତର 1 ପର୍ବ ତାର 15 ଏବଂ 16। କାରଣ ପ୍ରଭୁ କହୁଛନ୍ତି ନା 15 ଏବଂ 16ରେ ଯେତେବେଳେ କହୁଛନ୍ତି ଲେଖା ଅଛି କଣ ନା ଈଶ୍ୱର ପବିତ୍ର, ଆମମାନଙ୍କ ଈଶ୍ୱର ପବିତ୍ର ଅଟନ୍ତି, ତେଣୁ ସେ ମଧ୍ୟ କହନ୍ତି ତୁମେ ମାନେ ପବିତ୍ର ହୁଅ। କାରଣ ପବିତ୍ରତା ବିନୁ କେହି ଈଶ୍ୱରଙ୍କୁ ଦେଖିପାରିବ ନାହିଁ। ତେଣୁ ପବିତ୍ର ନିଶ୍ଚିତ ଭାବରେ ଆମମାନଙ୍କୁ ହେବାକୁ, ପବିତ୍ରତାରେ ଆମେ ଅଗ୍ରସର ହେବାକୁ ବଢିବାକୁ ପଡିବ। ପ୍ରଭୁ ଆପଣ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। କାରଣ ଆମେ ଦେଖିପାରୁଛୁ ଏବ୍ରୀ ତାର 12 ପର୍ବ 14 ପଦରେ କହୁଛନ୍ତି କଣ ନା ପବିତ୍ରତା ବିନୁ କେହି ଈଶ୍ୱରଙ୍କୁ ଦେଖିପାରିବନି, ଦର୍ଶନ କରିପାରିବନି। ତେଣୁ ପ୍ରକାଶିତ 22 ତାର 11 କୁହାଉଛି ଯେ ଯଦି ଆମେ ପବିତ୍ର ଧର୍ମପରାୟଣ ଲୋକ, ସାଧୁ ଲୋକ, ବିଶ୍ୱାସରେ ଆମେ ବଢୁଛୁ, ଆଗକୁ ଯାଉଛୁ, ଧର୍ମପରାୟଣ ଜୀବନ ଯାପନ କରୁଛୁ, ତେବେ ଆହୁରି କାହିଁକି ପବିତ୍ର ହେଇପାରିବ କି? ନିଶ୍ଚୟ ହେଇପାରିବ ଲୋକ, ପ୍ରିୟ ଲୋକମାନେ। କାରଣ ଆମେ ଗୋଟେ ତେଲ ଆମେ ଯେତେବେଳେ ସବୁ ପରିବାର ନହେଲେ ମଧ୍ୟ କେତେକ ପରିବାର ଆମେ ବ୍ୟବହାର କରିଥାଉ ରିଫାଇନ ତେଲ, ଶୁଦ୍ଧିକରଣ ଆହୁରି ହେବ ଏବଂ ଧାର୍ମିକ ଲୋକ ଆହୁରି ଧାର୍ମିକ ମଧ୍ୟ ହେଇପାରିବ। ଯେ ପବିତ୍ର ସେ ଆହୁରି ପବିତ୍ର ହଉ, ଯେ ଧାର୍ମିକ ସେ ଆହୁରି ପବିତ୍ର ଧାର୍ମିକ ହେଉ। ଏବଂ ଯୋହନ ସୁସମାଚାର 15 ପର୍ବ 2 ଲେଖା ଅଛି ଯେ ମୋ ଠାରେ ଥିବା ଯେକୌଣସି ଶାଖା ଫଳ ଫଳେ ଅଧିକ ଫଳ ଫଳିବା ସେ ତାକୁ ମଧ୍ୟ ପରିଷ୍କାର କରନ୍ତି। ଅଧିକ ଫଳ ଫଳିବା, ଅଧିକ ଧାର୍ମିକ ଭାବରେ, ଅଧିକ ପବିତ୍ରତାରେ ଆମେ ଅଗ୍ରସର ହେଉ। ହାଲେଲୁୟା, ପ୍ରଭୁଙ୍କ ନାମର ଧନ୍ୟବାଦ। এই କଥା ଯେତେବେଳେ ଆମେ ଅଧ୍ୟୟନ କରିଛୁ, ମୁଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣମାନଙ୍କ ସାମନାରେ ରଖିବା ପାଇଁ ଚାହିଁବି। କେତେ ଗୋଟେ ବିଷୟ ମାନେ ଶୁଣୁ ଗୋଟିଏ ବିଷୟକୁ ଆମେ ଶୁଣିବା ଯେ ମାଥ୍ୟୁ ସୁସମାଚାର ତାର 5 ପର୍ବ 13 ପଦ, ମାଥ୍ୟୁ 5 ତାର 13 ପଦ ଲେଖା ହେଇଛି ତୁମ୍ଭେ ମାନେ ପୃଥିବୀର ଲବଣ। ଲବଣ ଯଦି ସ୍ୱାଦ ବିହୀନ ହେବ ତେବେ ସେ ଆଉ କାହିଁରେ ଲବଣତ୍ୱ ହେବ? କାରଣ ବାହାରେ ଲବଣ ବାହାରେ ବା ଖତଗଦାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବ। ପ୍ରଭୁଙ୍କ ନାମର ଧନ୍ୟବାଦ। ତ ଏଇଠି ମୁଁ ରଖିବା ପାଇଁ ଚାହିଁବି ଯେତେବେଳେ ଲୁଣ କଥା କୁହାଉଛି, ତେବେ ଏଇ ଲୁଣ ଯଦି ବା ଛୋଟ ଗୋଟେ ପଦାର୍ଥ କିନ୍ତୁ ତାର ଗୁଣ ଯଦି ସେ ରହିଲା ନାହିଁ, ତାର ସ୍ୱାଦ ଗୁଣ ଯଦି ରହିବ ନାହିଁ, ଲୁଣ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ। ସେ ଲୁଣକୁ କେହି ସାର ଭାବରେ, ୟୁରିଆ ଭାବରେ, ଗ୍ରୋମର ଭାବରେ ନେଇ ଶସ୍ୟ କ୍ଷେତ୍ର ମାନଙ୍କରେ କିମ୍ବା ବାଡି ବଗିଚାରେ ଲଗାଯାଇଥିବା ଗଛ ମୂଳରେ କେହି ଦିଅନ୍ତି ନାହିଁ। ଲୁଣ ଯଦି ତାର ଗୁଣ ନାହିଁ, ଲୁଣର ଗୁଣ ଯଦି ନାହିଁ, ତାହେଲେ ଲୁଣକୁ ବାହାରେ ଫୋପଡ଼ାଯିବ। ତ ପ୍ରିୟ ଲୋକମାନେ
प्रभु हमको आशीर्वाद करते ए प्रकार भाव में जो आम देखुचु तेणु आम समस्ते सिद्धतार आग को बढ़ु पवित्रतार अग्रसर हो। एवं चतुर्थ पॉइंट मुझे आप सामने रखा चाहिए ना ईश्वर प्रेम आमको सिद्ध होबार जहाँ लिखाई है प्रथम जोहन 4 पर्व तार 12 पद कहीं के ईश्वर को देखी ना किंतु आम जदि परस्पर को प्रेम करू ताहले ईश्वर आम ठारे और ताहांको प्रेम आम ठारे सिद्ध होई अछि। प्रेज द लॉर्ड। ख्रीष्टन को प्रेम रे मध्य आमको सिद्ध होबार अछि अग्रसर प्रेम रे आमको अग्रसर बढ़िबार अछि ईश्वर को माने देखि न किंतु जदि आम परस्पर को प्रेम करू ताले ईश्वर को प्रेम आम ठारे सिद्ध होई अछि। हालेलुया। प्रभु नाम धन्यवाद हो। प्रभु अनुग्रह करंतु आमको एई कि प्रकार भाबरे ना सेठी पाई कहछि माथि लोक सुसमाचार 5 पर्व तार 48 पद रे तुमको स्वर्गस्थ पिता जे प्रकार सिद्ध तुम्हें माने सही प्रकार सिद्ध अतएव तुमको स्वर्गस्थ पिता जेपरी सिद्ध अटंती तुम्हें माने मध्य सही परी सिद्ध हुओ। हालेलुया। लुणर उदाहरण माने जो नौचु गोटे काम जदि लुणर स्वाद नाही ताले ताकू पड़ा अछि तद्रुप भाव माने जदि पवित्रतार सिद्ध न हो सत्कर्म जदि आम सिद्ध न हो शरीर आत्मार असुचितार जदि आम रक्षा न प्राप्त हो ईश्वर को भय करिबारे जदि आम सिद्ध न हो बा पवित्रतार जो सिद्ध न हो ताहले आम कौन सी प्रकार तांकर राज्यर योग्य लोक होई न पार। तेणु प्रभु आमको आशीर्वाद करंतु केवल एतिकी करिबा पाए कौन होउछि ना माने देखा पारिछु एइथि पाए गोटे दल आमानकर पछरे लागि पडिछंती आ सेई दल हेले ए जो प्रातःकालीन सभार दल अटନ୍ତି जे प्रकार कलसिया 1 तार 27 एवं 28 पद रे लिखा अछि ना तुममानक मध्यरे ख्रीष्ट जे गौरव और भरोसार स्वरूप ताहांको आमे माने प्रचार करूछु पुणी प्रत्येक लोक चेतना और संपूर्ण ज्ञान सह शिक्षा देउछु जेपरि आम्भे माने प्रत्येक लोक ख्रीष्ट सहभागितार सिद्ध करी उपस्थापन करि पारु। प्रेज द लॉर्ड। साधु पौल एई कथा कहउछंती ना गोटे दल लोक अछंती जे कि दिवा रात्र धार्मिकता मानकु एई जो सहभागितार मध्य रहिथिबा प्रत्येकंकु शिक्षा चेतना परामर्श दे धार्मिकता पथरे जेपरि सिद्ध करी ईश्वर निकट उपस्थापन करिवे एथिपाई सेमानकु कढेई नउछंती। हालेलुया। प्रत्येक दिन योजना करिछंती प्रभुଙ୍କ दास मानकु विभिन्न क्षेत्र रो सेमानकु ठिया आनुछंती एवं शिक्षा चेतना परामर्श देउछ। यार उद्देश्य कोन यार पछरे कारण कोन ना जेपरि सिद्ध करी ख्रीष्टन को उपस्थिति रे उपस्थापन करिवा। हालेलुया। केवल सेतिक नहे ताठारु आहुरी गोटे विषय रहिछि जा कोलोसियो 4 पर्व तार 12 पद सेतिरे कोन एपाफ्रा जे तुममानक मध्यरु जणे तुममानक नमस्कार जणाउछंती जणाइबा संगे संगे ख्रीष्ट जीशुको दास एवं आपणा प्रार्थना रे एति मु कहया चाहूची आपणा प्रार्थना रे तुममानक निमंते सर्वदा प्राणपण करूछंती जेपरि तुमे माने सिद्ध ईश्वर को समस्त इच्छा संबंध रे संपूर्ण विशेषज्ञ होई रहिबो एथि निमंते से विशेषज्ञ होई अटल होई रहिबा पय सिद्ध होई रहिबा पय प्रार्थना रे प्राणपण करूछंती। हालेलुया। प्रत्येक दिन केते लोक अछंती जे माने कि विशेष लोक अछंती से माने विश्वासी मानकर पछरे लागि पडिछंती एवं प्रार्थना प्राणपण करी प्रार्थना करिछंती। हालेलुया। दिवा रात्र प्रार्थना करिछंती जेपरि कि मंडली ख्रीष्टन को निकट रे आगमन समय निर्दोष निष्कलंक अमायक भाव रे उपस्थापन करा जीव सेथि पाए वाक्य द्वारा शिक्षा द्वारा चेतना द्वारा परामर्श द्वारा अनुयोग द्वारा से शिक्षा देवा संगे संगे दिवा रात्र अक्लांत परिश्रम करी हाउ से माने निवेदन करिबारे प्राणपण करी निवेदन करिबारे लागि रहिछन।
प्रभु हमको आशीर्वाद करंतु ए समस्त कथा जेतेबेले माने सुनछु तेबे परिश्रम जेतेबेले माने करछन्ते सेमाने ए प्रकार भाव प्राणपण करूछन्ती जहा लोकलोक सुसमाचार 13 पर्व तार 24 एवं 25 पद अनुसार कारण लिखा है संकीर्ण द्वार दे प्रवेश करिया को प्राणपण कर सर्वनाश घने किछि बाजबार असर माथ्यू 7 तार 13 पर्व रछि 13 पद रछि एवं लोक 13 तार 24 पद रछि ना संकीर्ण द्वार दे प्रवेश को प्राणपण कर कारण अनेक लोक चेष्टा करिवे किंतु पारिबे नाही लोक अनेक चेष्टा करिवे पारिबे नाही कारण से माने से जो प्राथमिक विषय गुडा करे घुरी घंटी होई रही जिवे तेणु प्रभु मन को अनुग्रह करंतु आमन सेइथरो वृद्धि पाइबा सेइथरो अग्रसर हेबा प्राणपण रे आमन को सिद्धता आड़ को आमन गति करिबा कारण प्राणपण एथि पाए जो 4टी पॉइंट मु कहितली आपण मन को सामने ता आउ थोरे दोहराई देबी प्राणपण सह सत्कर्म करिबारे अग्रसर हेउ 1 2 रे प्राणपण सह ईश्वर को भय करिबारे अग्रसर हेउ 3 रे प्राणपण सह पवित्र जीवन यापन करिबा को अग्रसर हेउ 4 रे प्राणपण सह परस्पर को प्रेम करिबारे अग्रसर हेउ प्रभु अपना संक्षिप्त चिंताधारा उपरे हम समस्त को आशीर्वाद करंतु कारण जदि माने गोटी उदाहरण नै समस्त विषय उपरे जति बेला माने दृष्टि निक्षेप करछु तो गोटी पद को मु आउ थरे दोहराई देबा चाहिबी कारण जेमति लूण तार गुण हराए स्वाद न रखे कौन से कार्य योग्य नहे विश्वासी विश्वासिनी साधु लोक माने प्रभुंकर लोक माने प्राथमिक जो 6टी विषय ताको परित्याग करे ता पछरे रखिबा एवं ए पवित्रता रे माने सिद्ध होई धार्मिकता जे परि हमनकर स्वर्गस्थ पिता पवित्र सिद्ध अटंती सेही प्रकार सिद्ध हेबा निमंते पवित्र हेबा निमंते एवं विश्वास जीवन यापन करबा निमंते अग्रसर विश्वासी जदि विश्वास रक्षा करिबो नाही धार्मिक जदि धर्मपरायण जीवन काटिबो नाही साधु लोक जदि समस्त संयम सह्य करिबो नाही ताहेले कोनोसी कार्य योग्य नहे विश्वास जदि अविश्वासर कर्म करिबो होई पारे स्वर्ग मिलिबो तो नाही किंतु अनंत नरक को चली जाय तेल प्रभु हमन को समस्त दंडरु उद्धार करी दंडरु मुक्त करी हमन को अनंत स्वर्ग राज्य रे प्रवेश करे ताहांक निकट रखिबा पाए से अपना पवित्रात्मा ईश्वर हमन को दान करी छंदी से पवित्रात्मा को द्वारा हमने समस्त प्राथमिक विषय उपरे मनोनिवेश न करी हमने गोटे द्रुत गति रे बा पवित्रता आड़ को सिद्धता आड़ को अग्रसर हो कारण मनकर बयस अनुपात रे माने अग्रसर हेबा जरूरी अटे कारण एइथरे जदि प्राथमिक विषय रे हेबे केवल शिशु मानकर खाद्य सेति पाए साधु पौल कहले प्रथम करंतिय तार 11 पर्व 13 पद रे कहले मु शिशु थिबा समय शिशु पर भाबुथिली शिशु पर विचार करथिली किंतु बयस प्राप्त होते शिशुर विषय गुडा को मु त्याग कले प्रेज द लॉर्ड प्रभु नाम रो धन्यवाद हो आमे दुग्ध पान करे रही जीव नाही प्राथमिक विषय नाही किंतु गुरु पाक खाद्य गुडा को भोजन करिया सिद्ध हेबा पाए पवित्र हेबा पाए एवं साधुतार जीवन यापन करिया पाए विश्वास योग्य हेबा पाए जेमति अब्राहम जे प्रकार विश्वास योग्य रहले ईश्वर तांकर परीक्षा नैथिले जदि बा तांको दान कले किंतु जहा तांको देले तयर परीक्षा मध्य नै तेल प्रभु हमन को जहा दियंती तार परीक्षा मध्य प्रति मुहूर्त निमिष रे से नियंती आ से परीक्षा रे जे प्रमाण जय लाभ करि परिबा आ प्रभु जेतबे हमन को देखिबे बेस उत्तम एवं विश्वस्त दास बोली कहि परिबे से शब्द रो अपेक्षा माने जे आगो को बढ़िबा ताले नितांत भाबरे हमनकर विश्वास करिवार सार्थक पूरा हेबा प्रभु आपण वाक्य दी हम समस्त को आशीर्वाद करंतु आमेन।